प्रसिद्ध व्रत अच्छी से व्रत कले सिद्धि लाभ हुए। नारी मानकर सौभाग्य लक्ष्मी बुद्धि हुए। सकल मनवांछा पूर्ण हुए। अपुत्रिक पुत्र माने पुत्र लाभ करते। मृत बछा नारी माने फलप्रद हुअन्ति। वांछित फल प्राप्ति हुए। एपरि वचन शुणी सुतमुनि पचारिले व्रत करी केउमाने कि फल पाइथिले ताहा मते बुझाई कहन्तु। सौनक कहिले एबे शुणन्तु। एक दिने मुनिकुल मुकुट रत्न नारद मुनि द्वारकाକୁ शुभागमन କରି କୃଷ୍ଣ ରୁକ୍ମିଣୀଙ୍କ ନିକଟରେ ପ୍ରବେଶ ହେଲେ। ଏହି ସମୟରେ ରୁକ୍ମିଣୀ ଦେବୀ ନାରଦ ମୁନିଙ୍କୁ ଦର୍ଶନ କରି ପାଦ ଅର୍ଘ୍ୟ ଦେଇ ଉତ୍ତମ ରୂପେ ପୂଜା କଲେ। ନାରଦ ମୁନି ରୁକ୍ମିଣୀଙ୍କ ଭକ୍ତି ଦେଖି ଆସନ ଗ୍ରହଣ କଲେ। ରୁକ୍ମିଣୀଙ୍କ କୃଶ କଳେବର ଲୋତକପୂର୍ଣ୍ଣ ନୟନ ଦୁଃଖ ବଦନ ଏବଂ ବିରସ ଭାବ ଦେଖି ମୁନି ରୁକ୍ମିଣୀଙ୍କୁ ପଚାରିଲେ ହେ କୃଷ୍ଣ ପ୍ରିୟବତୀ ତୁମ୍ଭେ ଏତେ ଦୁଃଖରେ କାହିଁକି କାତର ହେଉଛ ତାହା ମୋତେ ଫିଟାଇ କୁହ। ନାରଦଙ୍କ ବଚନ ଶୁଣି ରୁକ୍ମିଣୀ କହିଲେ ହେ ମୁନିବର ମଦନଠାରୁ ଅଧିକ ସୁନ୍ଦର ମୋର କୁମାର ଜାତ ହେଲା। ସେ ଶ୍ରୀକୃଷ୍ଣଙ୍କ ଅନୁରୂପ ସକଳ ଜନମୋହନ କରେ। ସୂତିକା ଭବନରୁ ସେହି କୁମାରକୁ କୌଣସି ରାକ୍ଷସ ହରଣ କରିନେଲା। ସେ ହେତ ଅତି ଦୀନଦୁଃଖିତ ହୋଇଅଛି। ଏହା ଶୁଣି